ପଞ୍ଚସ୍ତରୀତମ ଶ୍ରୀରାମ ନବମୀ ମହୋତ୍ସବ ଓ ପୁସ୍ତକ ଉନ୍ମୋଚିତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବଡ଼ପାଳଠାରେ ଥିବା ରଘୁନାଥ ପୀଠରେ ବଡ଼ପାଳ କାଣ୍ଡି ସାହି ଓ ବିଷ୍ଣୁପୁର ଗ୍ରାମର ସମସ୍ତ ଗ୍ରାମବାସୀମାନେ ମହାସମାରୋହରେ ପଞ୍ଚସ୍ତରୀତମ ଶ୍ରୀରାମ ନବମୀ ମହୋତ୍ସବ ପାରମ୍ପରିକ ବିଧିରେ ପାଳନ କରିଥାନ୍ତି। ସଂସ୍କୃତି, ସୌନ୍ଦର୍ଯ୍ୟ, ଆଧ୍ୟାତ୍ମିକତା ଓ କଳାସମ୍ପନ୍ନ ପରିଚୟ ପ୍ରଭୁ ଶ୍ରୀରାମଙ୍କ ଜୟନ୍ତୀ ପାଳନ, କଳସ ଶୋଭାଯାତ୍ରା, ନାମ ସଂକୀର୍ତ୍ତନ, ମୂର୍ତ୍ତି ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସନ୍ଧ୍ୟା, ପାଲା ପରିବେଷଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବିଶିଷ୍ଟ ଉପନ୍ୟାସିକ ଜଗନ୍ନାଥ ଧଳଙ୍କ ଆମ ଗାଁ ବଡ଼ପାଳ ସ୍ଥିତି ଓ ଅବସ୍ଥିତି ନାମକ ଏକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନ ଅବସରରେ ସଚ୍ଚିଦାନନ୍ଦ ଦାସ ମହାରାଜା, ପଣ୍ଡିତ ମହେଶ୍ୱରାନନ୍ଦ, ପଣ୍ଡିତ ଭୂପତି ଭୂଷଣ ମିଶ୍ର, ବଟକୃଷ୍ଣ ମହାପାତ୍ର, ଦାମୋଦର ବେହେରା ଅଧିକାରୀ, ନବକିଶୋର ଦାସ, ରବୀନ୍ଦ୍ର କୁମାର ପରିଡ଼ା, ପୁରୁଷୋତ୍ତମ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ 3ଟି ଗ୍ରାମର ଅଧିବାସୀମାନେ ଯୋଗଦେଇ ସହଯୋଗ କରିଥିଲେ। ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍। ପଞ୍ଚାୟତରେ ଐତିହାସିକ ରାମ ଲାଲାଙ୍କ ଜନ୍ମଦିନରେ ଯେଉଁ ବିଭିନ୍ନ ପ୍ରୋଗ୍ରାମ ସବୁ ହେଉଛି ସେ ବିଷୟରେ କ'ଣ କହିବେ? ରାମଲାଲାଙ୍କ ଯେଉଁ ଜନ୍ମଦିନ ଯେଉଁ ପ୍ରୋଗ୍ରାମ ଇଏ ବିଗତ 75 ବର୍ଷ ଧରି ଚାଲିଛି। ଏଇଟା 75ତମ ଶ୍ରୀରାମ ନବମୀ ମହୋତ୍ସବ ଏଇଟା ପାଳନ କରାଯାଉଛି। ଇଏ ପୁରାତନ ଏଇ ଯେଉଁ ମଠବାଡ଼ି ସଂସ୍କୃତି ଏବେ ପ୍ରାୟ ବିଲୁପ୍ତ ହୋଇଗଲାଣି, କିନ୍ତୁ ରଘୁନାଥ ମଠ ଏବେ ପର୍ଯ୍ୟନ୍ତ କିଛି ଆମ ଗ୍ରାମ ପାଖ କିଛି ଗ୍ରାମ ଲୋକମାନଙ୍କ ସହଯୋଗିତାରେ ସୁଚାରୁ ରୂପେ ପାଳନ ହେଉଛି। ଏବଂ ରାମନବମୀ ଯେଉଁ ମୁଖ୍ୟ ଲକ୍ଷ୍ୟ ହେଉଛି ରାମ ଚରିତ୍ର, ଯେଉଁ ରାମ ଯେରକମ ଚରିତ୍ରର ଥିଲେ ତାଙ୍କ ଦିଗ୍ଦର୍ଶନରେ ଚଳିବା ଆମର ଲକ୍ଷ୍ୟ ରହିବା ଉଚିତ। ସେ ତାଙ୍କ ସମାଜ ପାଇଁ ତାଙ୍କ ପରିବାର ପାଇଁ ଏବଂ ତାଙ୍କ ଦେଶ ମାତୃକା ପାଇଁ ଯେଉଁଭଳି ବଳିଦାନ କରିଛନ୍ତି, ସେ ଯେଉଁ ବିଭିନ୍ନ ରାସ୍ତା ତିଆରି କରିଦେଇଛନ୍ତି, ତାଙ୍କ ସେଇ ରାସ୍ତା ନିରୂପଣ କଲେ ଆମେ ଗୋଟେ ଭଲ ମଣିଷ ହେଇପାରିବା। ହয়তো କିଛିଟା ମାତ୍ରାରେ ଆମେ ମଣିଷ ରୂପରେ ଗଣାଯିବା, ସେଟା ଆମର ମୁଖ୍ୟ ଲକ୍ଷ୍ୟ। ଗ୍ରାମବାସୀ 75ତମ ବର୍ଷ ପାଳନ କରାହେଉଛି। ଯାହାର ଉଦ୍ଦେଶ୍ୟ ହେଲା ଆଗାମୀ ଦିନରେ ଯୁବପିଢ଼ିମାନେ ଆଗକୁ ଅନୁସରଣ କରି କେମିତି ଏକୁ ଅନୁଷ୍ଠାନକୁ ଠିକ୍ ଭାବରେ ସୁଚାରୁ ରୂପେ ରଖିବେ ଆଉ ସୁଚାରୁ ରୂପେ ପରିଚାଳନା କରିବେ, ସେଇ ଆମର ଉଦ୍ଦେଶ୍ୟ। ଏ ପିଲାମାନଙ୍କୁ ଦିଗ୍ଦର୍ଶନ ଦେବା ପାଇଁ ଆମର ଉଦ୍ଦେଶ୍ୟ 75 ବର୍ଷ ପାଳନ କରିବାର ଉଦ୍ଦେଶ୍ୟ ଏତିକି। ଆମେ ଦେଖିବା ପାଇଁ ପାଉଛୁ ଯାଜପୁର ଜିଲ୍ଲାର ପ୍ରାୟ ବିଲୁପ୍ତ ହେଇଯାଉଛି ଯେଉଁ ମାନେ ଆଗ କାଳିଆ ଇଏ ବର୍ତ୍ତମାନ ଆଧୁନିକତାରେ ଯେଉଁ ଭଳିଆ ହେଉଛି, କିନ୍ତୁ ଏଠି ପାରମ୍ପରିକ ଭିତରେ ବିଧି ବିଧାନ ନୀତି ନିୟମ ଅନୁସାରେ ଯେଉଁ ହେଉଛି, ଯେଉଁ ରାମଲାଲାଙ୍କ ଜନ୍ମ ଜୟନ୍ତୀ 75ତମ ମାନେ 75 ବର୍ଷ ହେଲା ହେଉଛି, ସେ ବିଷୟରେ କ'ଣ ପ୍ରଭୁ ଆମର ନୃସିଂହ ଅବତାରରେ ପୂଜା ପାଆନ୍ତି। ରାମନବମୀ ଦିନ ପୂଜା ପାଇ 7 ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ ରହେ। ଏଠାରେ ପାରମ୍ପରିକ ହିସାବରେ ଗ୍ରାମର ଗ୍ରାମବାସୀ ବୃନ୍ଦମାନେ ଯାତ୍ରା ଅନୁଷ୍ଠାନ କରନ୍ତି। ଏଇଟା ଦୀର୍ଘ ଦିନର ଅନୁଷ୍ଠାନ। ପାଲା ମଧ୍ୟ ହୁଏ, ଦାସକାଠିଆ ହୁଏ, ଆଉ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟ, ଓଡ଼ିଶୀ ନୃତ୍ୟ ପରିବେଷଣ ମଧ୍ୟ ହୁଏ। ମୋ ନାଁ ସୁଭାଷ ଚନ୍ଦ୍ର ଧଳ, ଗ୍ରାମବାସୀ ଆମର ବଡ଼ପାଳ। ସାର୍, ଆଜିର ଯେଉଁ ଆପଣଙ୍କ ଗ୍ରାମ ବଡ଼ପାଳରେ ଶ୍ରୀରାମଙ୍କ ଜନ୍ମ ଜୟନ୍ତୀରେ ଯେଉଁ ବିଭିନ୍ନ ପ୍ରୋଗ୍ରାମ ସବୁ ହେଉଛି, ସେ ବିଷୟରେ ଆପଣ କ'ଣ କହିବେ? ହଁ, ଏଇଟା ତ ଆମର 75ତମ ଦିବସ ପାଳନ କରାଯାଉଛି। 75 ବର୍ଷ ହେଲା ଆମର ଏଠି ପବିତ୍ର ରାମନବମୀ ଉତ୍ସବ ପାଳିତ ହୋଇଆସୁଛି। ଏଠି ପ୍ରାୟ ଆମର 3ଟି ପଞ୍ଚାୟତର ସମ୍ମିଶ୍ରଣ ଫଳରେ ଏହି ଅନୁଷ୍ଠାନଟି ବଢ଼ିଆ। ଖାଲି ବଡ଼ପାଳ ଗ୍ରାମରେ ଏହି ଅନୁଷ୍ଠାନଟି ସୀମିତ ନୁହେଁ, ଏଠି 3ଟି ପଞ୍ଚାୟତର ଗ୍ରାମବାସୀମାନେ ମିଳିତ ଭାବରେ ଏହି ଅନୁଷ୍ଠାନଟି ପାଳିତ କରି ଆସୁଛନ୍ତି। ଆଜକୁ ପ୍ରାୟ ଆମର ପିଲାଦିନରୁ ଆମେ ଦେଖି ଆସିଛୁ ବିଭିନ୍ନ ଅନୁଷ୍ଠାନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ଏବଂ ନୀତି ଅନୁସାରେ ରଘୁନାଥଙ୍କର ପୂଜାର୍ଚ୍ଚନା ନବମୀ ଦିନ ସକାଳୁ କଳସ ଯାତ୍ରା ହୁଏ ଏବଂ ଗ୍ରାମ ପରିକ୍ରମା ହୁଏ ଏବଂ ସକାଳୁ ସମସ୍ତେ କଳସ ଯାତ୍ରା ଯାଆନ୍ତି। କଳସ ଯାତ୍ରାରେ ଆସିଲା ପରେ ରଘୁନାଥଙ୍କ ପୀଠରେ ରଘୁନାଥଙ୍କର ରାମନବମୀ ଉତ୍ସବ ପାଳିତ ହୁଏ ଏବଂ ସନ୍ଧ୍ୟା ସମୟରେ ଆମର ମୂର୍ତ୍ତି ପୂଜା ଆରମ୍ଭ ହୋଇଥାଏ। এইভাবে নবমী যায়, দশমী দিন এইভাবে 7 দিন যাক কার্যক্রম ସବୁଦିନ ଥାଏ
এটি রক্তদান শিবির হুয়ে এবং এই বর্ষর স্পেশাল কার্যক্রম আমার গাঁর ইতিহাস উপরে এক বহির উন্মোচন কার্যক্রম এবে চালিছি। বিভিন্ন অতিথিগণ বিজ্ঞ জ্ঞানী লোক মানে এটি পদার্পণ করেছেন এবং আমার ইতিহাস এই 3 খণ্ড মৌজার বরপাড় বিষ্ণুপুর কানিসাই গাঁর এবং ইত্যাদি পাখাপাখি গ্রামবাসীঙ্কর এই যে অনুষ্ঠান প্রতি অবদান বিষয়ে পুঙ্খানুপুঙ্খে সে বইরে লিপিবদ্ধ রয়েছে। আজ 75 বর্ষ বিষয়ে যা যা এই অনুষ্ঠান হয়েছি এবং এদ্বারা কোণ যুবপিঢ়ি মানে উপকৃত হবে তাপরে তার ইতিহাস কিংবদন্তি আমি সম্পূর্ণ ব্যাখ্যা করেছু সেই বই মাধ্যমে। আমি আমার মতামত বা আমার মতামত এই পিঢ়ি মানে কেতে দূর গ্রহণ করছেন এবং কালে আগামী পিঢ়ি মানে এই সাংস্কৃতিক অনুষ্ঠানকে ভুলিଯିବେ ତାଙ୍କୁ ସ୍ମରଣ କରିବା ପାଇଁ ଆମେ এই ବହି ମାଧ୍ୟମରେ ଆମେ ତାଙ୍କୁ ବାର୍ତ୍ତା ଦେବା ପାଇଁ ଚାହୁଁ ଏବଂ ଆମେ ସମସ୍ତଙ୍କୁ ତାଙ୍କ ଦିଗ୍ଦର୍ଶନରେ ପରିଚାଳିତ। ଆମର ପୁରୁଣା ଜଣେ ସାନ୍ତ ଅଛନ୍ତି, ଯାହାକି ସେ ସାନ୍ତ ହେଉଛନ୍ତି ଆମର ଦିଗ୍ଦର୍ଶିକା। ସାନ୍ତଙ୍କ ନାଁ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ଧଳ, ଓଡ଼ିଶାରେ ବିଖ୍ୟାତ ପାଲା ଗାୟକ ହିସାବରେ ସମସ୍ତେ ଜାଣନ୍ତି ଏବଂ ଜଣେ ଶିକ୍ଷକ ଶିକ୍ଷାବିତ ଏବଂ ତାଙ୍କର ସାହିତ୍ୟ ପୁସ୍ତକ ମଧ୍ୟ ବହୁତ ରଚନା କରାଯାଇଛି। ତାଙ୍କ ଦିଗ୍ଦର୍ଶନରେ ବହିଟି ପାଣ୍ଡୁଲିପି ତିଆରି ହେଇଛି ଏବଂ ଏହାଦ୍ୱାରା ଆମେ ତାର ପ୍ରବଚନ ତାହାର ବିଶେଷ ସମ୍ପୂର୍ଣ୍ଣ ଆଲୋଚନା ବର୍ତ୍ତମାନ ଚାଲିଛି। ଆଜିର এইটি প্রায় 4টি পঞ্চায়েতর প্রসাদ সেবন কার্যক্রম চালিছি। আনন্দ বজার হয়েছি, লোক আসুচার খাওচার কিଏ দৌছি ভগবান দৌঁচ জগন্নাথ দৌঁচ এটি খাইবা পিবা। এটি গোটিয়ে মহোৎসবর 7 দিন যাক এইভাবে পালিত হব। এটি সাংস্কৃতিক কার্যক্রম অছি, ছোট পিলাঙ্কু নেই কার্যক্রম রয়েছে। পালা পারম্পরিক পালা উপরে আমার এটি অনুষ্ঠান হয়েছিল, বিভিন্ন পালার কার্যক্রম মধ্যে রয়েছে এবং আমার পারম্পরিক যাত্রা মহোৎসব এটি হুয়ে। আমার পিলা মানে গাঁর যাত্রা উৎসব এটি পালিত করতে, তেমন সে পরম্পরাকে মধ্যে আমি এটি রখিছু। আমার 22-23 দিন এটি আমার গাঁর অনুষ্ঠানের পিলা মানে যাত্রা পরিবেশন মধ্যে করবে।